Hello, welcome everyone. Juhar Jai Ma Samleshpuri. Mon na hoche Pritam aur mor sange achon Kana, my friend from ସେ ବି ଗୋଟେ CSK fan, ମୁଁ ବି ଗୋଟେ CSK fan। ଆଉ ଆজ ବହୁତ ବଡ important ମ୍ୟାଚ୍ ଅଛି ଚେନ୍ନାଇ vs RCB। आरसीबी ବୋଲେ କେନ୍ତା ଗୋଟେ କେନ୍ତା ବିଗ୍ କରମା ମ୍ୟାଚ୍ ହୋ ହଉଛି। ଆଜି? ହୁଁ ହେ କେନ୍ତା କେନ୍ତା କରମା? କେନ୍ତା କେନ୍ତା କର୍ମା ବେଲେ ତ ଯେହେତୁ ତାଙ୍କର ରାଇଭଲରି ବର୍ତ୍ତମାନ ଆମେ ସିଏସକେ ଆଉ ଆରସିବି ର ଦେଖମା ବେଲେ ଚେପକରେ ଯେନ୍ ମ୍ୟାଚ୍ ଟା ଆଜି ଅଛେ 2008 ରୁ ଗୁଟେ ମ୍ୟାଚ୍ ଖାଲି ଜିତିଥିଲା ଚେପକରେ ଯେନ୍ଟା କି ଆରସିବି ସେଦିନ ନାଇଁ ଜିତବାର୍ ଦେଲ୍ ଆର୍ ଯେତେ ବି ଜିତିଛେ ସବୁ ବେଙ୍ଗଲୋର ଚେନ୍ନାଇ ସ୍ୱାମୀ ଷ୍ଟାଡିୟମରେ ଜିତିଛେ। ଯେ କାଁ କରବ ଆରେ ଥର ଗୁଟେ ଯେନ୍ ଜିତି ଗଲେ ବେଙ୍ଗଲୋର ଫ୍ୟାନ୍ସ ମାନେ ଖାସ୍ କରି ଯେତେ ଉତ୍ପାଦ ହେଇଛନ୍ ଯେ ତ ନାଇଁ କହନ। ତାହେଲେ ହଁ ସେଟା ତ କହମି ଜାଣ କେ ଜାଣ ତାଙ୍କର ଜୋସ୍ ଟା ଯେନ୍ ଫ୍ୟାନ୍ ମାନେ ଯେନ୍ ଅଛନ୍ ହଁ ତାଙ୍କର ଜୋସ୍ ତ କହିଲେ ନା ସରେ ପରଫରମେନ୍ସ ତ ଅଲଗା କଥା ହେ। ଲକଡାଉନ କିଡସ୍। ହଁ ୟେସ୍ ଲକଡାଉନ ସ୍କିଟ୍ସ ସେଟା ତ ହଁ ଆକ୍ଚୁଆଲି ପ୍ରାୟତଃ ଦୁଇ ବାକି ହଜାର ମୁଁ ସାତ ଆଠ ଚାହିଁବି ର କି ଆମେ ତ ଯେହେତୁ ଚାହମା ଗାଇନା ହବାର୍ ହାରଲେ ତ ଆମକୁ କାଣା କରବି ଜାନିଛ ଫ୍ୟାନ୍ ମାନେ ये मना करो। आज मत नहीं गए 2 लोग 3 लोग मेसेज କରି ସାରିଲେନ ତାମାନେ ହୁଁ। ଆଜି ମ୍ୟାଚ୍ ଇଟା ହବା ସେଟା ହବା ଯଦି ଜିତି ଗଲା ତ ଆକାଶ କିଛି କାଣା ନାହିଁ। ଦେଖିବ ଆଁ ଆମେ ଆକାଶ କାଣା ଦେଖ ହିସାବରେ ଦେଇଛନ୍ ସେ ତ ଭାରତ ପାକିସ୍ତାନ କେ ବୋଲବ। ହେ କଡା ଆଉ ଗୋଟେ କଥା ଷ୍ଟ୍ରାଟଜି। ଆଇପିଏଲ ର ସବୁଥିରୁ ବଡ ରାଇଭଲରି ହଉଛି ଗୋଟେ ଦେଖ ରସି ଚେନ୍ନାଇର ସାଙ୍ଗେ ରସି ବୋଲେ ଆରସିବି ରସି କିମ୍ବା ଏମ୍ଆଇ ରସି ବାକିଟା ତ ନାଇଁ ହେତେ ନାଇଁ ରହେ। ନାଇଁ ଚେନ୍ନାଇ ମୁମ୍ବାଇ ଟା କାଣା କି ଦୁହେ 5-5ଟା ଟ୍ରଫି ନେଇଛନ୍ ଆଉ ସେଟା ଗୋଟେ ବରାବର ଚଲବା ରହୁଛନ୍ତି। ତାମାନେ ହୁଁ ବରାବର ହୁଁ ଟିକେ ସେଟା ଚଲବା ଇ ବେଙ୍ଗଲୋର ହୁଁ। ବାଲେ କ୍ୟାଚ ରେଟ୍ ତାଙ୍କର ଉତ୍ପାଦ ହଉ ମୁଁ ବୁଝି ନା ପାରେ ତାମାନେ କାଁ କରବ ସତ କହିମି ହେ ବୋଲେ ବିରାଟ କୋହଲି ଫ୍ୟାନ୍ ବିରାଟ କୋହଲି ନାଇଥିଲେ ଏଇ ତାଙ୍କ ଟିମ୍ କିଛି ନୁହେଁ ଡିଭିଲିୟର ଗେଲ ୱାଟସନ ରଖିକରି ଏମାନେ ନେଇଥିଲେ ଆଉ କେବେ ଜିତବେ ତାମାନେ ଏମାନେ ମାନେ ଆର୍ ଜିତବେ ବୋଲେ ଲାଗୁଛି କାଁ କିଙ୍ଗ କୋହଲି ଯେ ଆଉଟ୍ ହେବାକିନି ଆରସିବି ରୁ ସେଦିନେ ବା ଜିତବେ ବୋଲେ ଜିତବାଟା ଷ୍ଟାର୍ଟ କରିବେ ଲେଡିସ୍ ନାଇଁ ମାନେ ଜିତିବେ ବୋଲେ ଗୋଟେ ଦେଖ ଷ୍ଟାର୍ଟ କରିଦେଲେ ନ 2 ନମ୍ବର ସିଜନ ରୁ ଉଠେଇ ନେଇଯାଅନ୍ 18 ବର୍ଷ ହେଲାନ ରାମ ବନବାସରୁ ବି ଫେରି ଆସିଲେନ ତାଙ୍କରଟା ହେଇନ ବାରବାରତେ ଦେଖ ବିରାଟ କୋହଲି ଲାଗି ଖରାପ ଲାଗସି ସତ କହିମି ବେଲେ ହୁଁ ଆରେ ହୁଁ ଧର ମୁଇଁ ବି ଯେହେତୁ ଭାବିଥିଲି କି ଭଲ ହୁଁ ଆରେ ଥର ମୁଇଁ ବି ଭାବିଥିଲି କି ଯେହେତୁ ଆମେ ହାରିଗଲା କମ ସେ କମ ଯେହେତୁ ବିରାଟ କୋହଲି ଆମକୁ ହେଲେ ହରେଇବେନି ଜିତୁ ପୁରା 18 ହଁ ରନ୍ ଥାଇକିରି ଜିତୁ ବି ବୋଲି ଯେହେତୁ ହରେଇଛନ୍ ହୁଁ ହୁଁ ନାଇଁ ନାଇଁ ଜିତୁ ବୋଇଲେ ଫେର ବି ବାକି ତାଙ୍କର ଫ୍ୟାନ ମାନେ ଯେନ୍ ଉତ୍ପାଦ ହେଲେ ଯେନ୍ ହୁଁ ବିରଝାନ ଟେ ହୁଁ ବିଜେ ବସଲେ ଯେତେବେଳେ ହ୍ୟାଣ୍ଡସେକ୍ ବି ନାଇଁ ରାଜସ୍ଥାନ କରି ନା ଦେଖ ହେଲା ଗ୍ରାଉଣ୍ଡ ଭିତରେ ହ୍ୟାଣ୍ଡସେକ୍ ବି ନାଇଁ କରି କେତେ ଆଟିଚ୍ୟୁଡ ହଁ କେତେ ତାମାନେ ଉଷଦ ହେଲେ ଯେ ନାଇଁ କହନ ହଁ ସେଟା ତ ଗୋଟେ ଅଲଗା ରିଜନ ଛାଡ଼ ସବେ କପ୍ ଟା ଉଠେଇ ନେଲେ ଆର୍ ଚମ୍ପିୟନ ହେଇଗଲେ ଭଲ ହବ 2024 ଟା ନା ସେ କାଇଁ ଆଉ ବେଲେ ଇଣ୍ଡିଆ ମାନେ ଆ ତୁମର ଆଡୁ କିଏ ତମେ ତମେ ମେନ୍ ପ୍ଲେୟାର ତାନେ ଆମର ଚେନ୍ନାଇ ଆଡୁ ତମକୁ ଲାଗୁଛି ପ୍ରେଡିକ୍ସନ ଆଜି କର ଗୋଟେ ହଁ ପ୍ରେଡିକ୍ସନ ଯଦି କରମି ବୋଲର ହିସାବରେ ତ ନୁର ଅହମଦ ହୁଁ ସିଓର ଭଲ କରବାର ଯଦି ପଥିରାନା ବ୍ୟାକ୍ କରିଯିଆ ତାରଟା ବି ବେଟର ହେବା ଏ ପତିରାନା ନାଇଁ ଖେଲବାରେ ସେ ଆଜି ନା ଖେଲବାର ନାଇଁ ଖେଲେ ସେ କେତେଟା ମ୍ୟାଚ୍ ଲାଗି ତାର ଏଇଟା ଅସୁବିଧା ହଉଛି ବେଲେ ବେଟ୍ସମ୍ୟାନ ହିସାବରେ ଦେଖମା ବେଲେ ତ ରଚି ରବୀନ୍ଦ୍ର ମୁଇଁ ବି ଭାବୁଛେ ଆଜି ଚେନ୍ନାଇ ଆଡୁ ଯଦି ଖେଳିବେ ବୋଲେ ଋତୁରାଜ ଗାୟକୱାଡ ଗୋଟେ ଭାବିଛେ କାହିଁକି ତାର ହୁଁ ରାଗ୍ ଟା ଅଛି ମାଇଟ୍ ବି someone from RCB might be someone from RCB ଆଉ ସେକେଣ୍ଡ ଯଦି ବୋଲିଂ ରେ ମୁଇଁ ବି ନୁର ଅହମଦ କେ ଭାବୁଛେ ବାକି ମୁଇଁ ହୁଁ କାଣା ଆସିକି RCB ଏଗେନ୍ଷ୍ଟ ପ୍ରାୟ ଆମର ରବୀନ୍ଦ୍ର ଜାଡେଜା ଭଲ ଖେଲସି ହୁଁ ଜଡେଜା ଭଲ ଖେଲସି ଅଶ୍ଵିନ ବି ଖରାପ ନାଇଁ करे ବୋଲି ମୋର ଆଶା ଆକ୍ଚୁଆଲି ହଁ ଅଶ୍ବିନ ତ ବହୁତ ଦିନ ପୂର୍ବରୁ ଇଟା ଖେଲୁଛେ ଆଉ ବେଙ୍ଗଲୋର ଆଡୁ ଯେ ମେନ୍ ଖତରନାକ ତମକୁ କାହାକେ ଲାଗୁଛି କାହାକେ ତାମାନେ ଡର ଲାଗୁଛି ବେଙ୍ଗଲୋର ଆଡୁ କାହିଁକି ଅପୋଜିସନ ବି ଷ୍ଟ୍ରଙ୍ଗ ଅଛି ପାର୍ଟନର ହଁ ଷ୍ଟ୍ରଙ୍ଗ ଅଛନ୍ ସିଓର ଯେହେତୁ ସବୁ ବେଙ୍ଗଲୋରରେ ଦେଖମା ସବୁ ହିଟର ଅଛନ୍ ଯେହେତୁ କିନି ଷ୍ଟ୍ରଙ୍ଗ ଟା ଅଛନ୍ ବାକି ହୁଁ ମତେ ଏନ୍ତା ଯଦି ଡେଞ୍ଜରିୟସ ଲାଗୁଛି ବୋଲେ ଆମର୍ କୋହଲି ତ ଏନ୍ତା ନର୍ମାଲ ଖେଳିଦେବା ଭଲ ଇନିଂସ ଟେ ଏନ୍ତା ଲାଗୁଛେ ହଁ ଆଉ ଆମର କ୍ୟାପ୍ଟେନ୍ ବେଙ୍ଗଲୋର କ୍ୟାପ୍ଟେନ୍ ପାଟିଦାର ପାଟିଦାର ବାକି ମତେ କାଇଁ ଯେ ଲାଗୁଛି ଆରେ ଯେହେତୁ କୁନାଲ ଚେନ୍ନାଇ ପିଚ୍ ବୋଲର ହିସାବରେ କୁନାଲ କେ ଟିକେ ଡେଞ୍ଜରିୟସ ଲାଗୁଛି ନାଇଁ ମତେ ବାକି କୁନାଲ କେ ଆର ଧୋନି କେ ମତେ ଚେନ୍ନାଇର ପିଚ୍ କେ ଦେଖଲା ବେଲକେ ନାଇଁ କେଁ ହୁଁ ଲିଭିଙ୍ଗଷ୍ଟନ କେ କେନ୍ତା ଜାଗା ଟିକେ ଡର ଲାଗୁଛି କାହିଁକି ସେ ବୋଲିଂ ବି ଦେବା ଆଉ ସେ ତାର ବ୍ୟାଟ ଯଦି ଲାଗିଗଲା ସେଟା ବହୁତ ହୁଁ ଲମ୍ବା ଛଡି ଯାଏ ହଁ ଯେହେତୁ ପାୱାର ହିଟର ହେ ନା ତାପରେ ଲିଭିଙ୍ଗଷ୍ଟନ ଟା ଗୋଟେ ଏନ୍ତା ବ୍ୟାଟ୍ସମ୍ୟାନ ଅଛି କି ମ୍ୟାଚ୍ କେ ହୁଁ ତୁମର ଫାରୁ ଡାଇରେକ୍ଟ ନେଇ ପାର ଯେନ୍ତା କି ହୁଁ ଆମ ଶିବମ ଦୁବେ ନେଇଯିବା ପୁରା ହୁଁ ହଁ ହୁଁ ସେ ଯଦି ଚଲଲା
କୋହଲି ଚଲଲା ଆମର ବେଲେ ମାନେ କାଣା କି ଆମକୁ ଚଲବାର ମାନେ କେ ଗୋଟେ ନାଇଁ ଦିଏ ଷ୍ଟେବୁଲ ଖେଲସନ୍ ବାକି ଆମର ତାର ଲିଭିଙ୍ଗଷ୍ଟନ ଟା ପୁରା ଷ୍ଟେବୁଲ କାଣା କି ନାଇଁ ମାରାତ୍ମକ ଖେଲସି। ପୁରା ଡେଞ୍ଜରିୟସ ଆଉ ମତେ ଲାଗୁଛି କି ଚେନ୍ନାଇ ବ୍ୟାଟିଂ କଲେ ଭଲ ଥାଏ ଫିଲ୍ଡିଂ କଲେ ଭଲ ଥାଏ ତୁମର ହିସାବରେ मोर हिसाब तो चेन्नई फील्डिंग करू ଫିଲ୍ଡିଂ କର ନା कोहली के चेस करबार चांस ना देवार କଥା। कोहली ଯାହାହେଲେ ଗୋଟେ ଚେସ୍ ଅଲଗା ମାଷ୍ଟର ଟୁରେ ଆସି ହଁ ଚେସ୍ ନାଇଁ ଆମେ ଯାହା ହଉ ବେଙ୍ଗଲୋର ଚେନ୍ନାଇ ଅଲଗାଉ କୋହଲି ଟା ତ ଚେସ୍ ମାଷ୍ଟର ହେ ମାନବାର କେ ପଡବା। ଚେସ୍ ଆମେ ହଁ ଦେଖ ପିଲେ ସିଏସକେ ଫ୍ୟାନ ଇଣ୍ଡିଆ ମାନେ ଟିମର ନାଇଁ କେଁ ଏକ୍ସପର୍ଟ ହୁଁ ଦେଖ ବେଙ୍ଗଲୋର ଫ୍ୟାନ ଯେତେ ବି ଦେଖୁଛ ଆମେ ହୁଁ ଭଲ ଲୁକୁ ଏପ୍ରିସିଏଟ କରସୁଁ ଆମେ ତୁମ ଲାଗେ ହେନ୍ତା ଧୋନି के यार से कोहली के ହୁଁ ଭଲ ପ୍ଲେୟାର ରେସ୍ପେକ୍ଟ ଦେମୁ ଆମେ ରେସ୍ପେକ୍ଟ ସିଏସକେ ଦମା ଫ୍ୟାନ। ଆରେ ଗୋଟେ କଥା ଖରାପ ଲାଗ୍ସି ପାନର ତୁମେ ଆର ନେକ୍ସଟ ଇୟର ବି ଦେଖିଥିବ ଫ୍ୟାନ୍ ହଁ ମାନଙ୍କୁ ଯେନ୍ତା ରେସ୍ପେକ୍ଟ କରସନ୍ ସିଏସକେ ଯଦି ଚେନ୍ନାଇ ସ୍ୱାମୀ ଷ୍ଟାଡିୟମ କି ଯିବ ବୋଲେ ଯେନ୍ ହିସାବରେ ଷ୍ଟୋଲ କରସନ୍ ଖିଆସନ୍ ବିରିଆସନ୍ ହେଟା ନାଇଁ ହିଁ ନାଇଁ ନେଇକି କାଣା କର ହେତାକେ ନେଇକରି ଏତେ କହେମା କି ଅନଏଜୁକେଟେଡ ହଁ ଅନଏଜୁକେଟେଡ ଦୟା ଏଟା ନାଇଁ ଅବଭିୟସଲି ଅନଏଜୁକେଟେଡ ବି ମାନେ ତୁମେ କାଣା ବହୁତ କି ଖରାପ ଲାଗ୍ସି ହୁଁ ତୁମର ଫ୍ୟାନ୍ସ ଅଲଗା ସେ ପ୍ଲେୟାର ମାନେ ଦେଖ ଆମେ ନିଜେ ଜାଣିଛୁ କି ଧୋନି କୋହଲି ରିଲେସନ କାଣା କାଣା ହୁଁ ଧୋନି କୋହଲି ଭାଇ ଦାଦା ଲେଖେ ରହସନ୍। ହୁଁ ପୁରା ଭାଇ ଭାଇ ଆଁ ବଡ ଭାଇ ବାକି ରେସ୍ପେକ୍ଟ ୟାରେ ବେଶୀ ଆମେ ଫ୍ୟାନ୍ସ ମାନେ ଗୋଟେ ତାଙ୍କର ଏନ୍ତା କରିଦେଲାନ ଯେ କି ବେଙ୍ଗଲୋର ଚିନେ ମଜା ଉଡାବା ନର୍ମାଲ ସେଟା ଗୋଟେ ଅଲଗା କଥା ହୁଁ ବାକି ନିଜ ନିଜର ଭିତରେ ଆମେ ଯେନ୍ ଗାଲି ଯାଇଛୁ ଆମେ ସମସ୍ତେ ଭାରତୀୟ ପରେ ଆଇପିଏଲ ଭିତରେ ସେଟା ଟିକେ ଘିଚା ଟନା ବାଲ ଘିଚା ଅଲଗା ଅଛି ସେଟା ଇଣ୍ଡିଆ ନା ନା ହଁ ପ୍ରାଉଡ ଇଣ୍ଡିଆ 2024 ଯେତେବେଳେ ୱାର୍ଲଡ କପ୍ ହେଇଥିଲା କୋହଲି ଲାଗି ସବୁଥିରୁ ଉଷତ ତ ଆମେ ବି ହେଇଥିଲା ନା ଯେତେବେଳେ 76 ରନ୍ ମାରଲା ଆଁ हे देश रवि तो हमें भी तो है ना ହଁ ବେଲେ ସେ ହିସାବରେ ଦେଖବାର୍ କେ ଗଲେ ଇ ଫ୍ୟାନ୍ସ ନର୍ମାଲ ମଜା ଗୁଡାଟା ଅଲଗା ହେ ତୁମେ ଆମକୁ ହରେଇ ଦେଲେ ଆମକୁ ତମେ ଭିଜେଇ ଦବ ଆମେ ତମକୁ ହରେଇଲେ ଆମେ ବି ତମକୁ ଭିଜାଉ ବାକି ଇ ଯେନ୍ ଟକ୍ସିକ ଜିନିଷ ନା ହେବାର କଥା। ହଁ ଟିକେ ଆର ବର୍ତ୍ତମାନ ଟ୍ରେଣ୍ଡରେ ଦେଖ ଇନଷ୍ଟାଗ୍ରାମ ରେ ବୋଲେ ବି ଚେନ୍ନାଇରେ ଫ୍ୟାନ୍ ବହୁତ ହୁଡା ହୁଡି ବି ଚାଲିଛି ରିଲ୍ସ ରେ ବନଉଛନ୍ ସେଇ ଜିନିଷ ବି ହଁ ଆମେ କେବେ ଏକ୍ସପେକ୍ଟ ନାଇଁ କରୁ ନାଇଁ ନାଇଁ କେତେଟା ଡାର୍କ ସାଇଡ ତାଙ୍କର ଆଡେ ବି ହଉଛି କେତେଟା ଡାର୍କ ସାଇଡ ଆମର ଶୁଣ ତ ସବୁ ଆଡେ ତ ଗୋଟେ ଆମର ଦୁଇଟା ରହୁଛି ଶୁଣା ନା ବୋଲବା ହଁ ତାଙ୍କଟା ଟିକେ ଜହର ବେଶୀ ଦେଖବ ବୋଲେ ହଁ ହଉ ବାକି ଯାହା ବି ହଉ ଦେଖ ଆଜିର ମ୍ୟାଚ ଟା ବାକି ମତେ ତ ଚେନ୍ନାଇ ମୁମ୍ବାଇ ଭିତରୁ ଏଥରଟା ତ ବେଶୀ ଖତରା ଲାଗୁଛି ଆଉ ହଁ ମତେ ବି ଟିକେ ଧକ ଧକ ଲାଗୁଛି କ୍ରିକେଟ ଅଛି କାହିଁକି ମତେ ବି ଟିକେ ଡର ଡର ଲାଗୁଛି ତୁମେ ବି କହୁଥିଲ କି ଏବେ ମ୍ୟାଚ ବ୍ୟାଟ୍ ବି ଲଗାବାର ଅଛି ବେଡ ବି ଲଗାବାର ଅଛେ ଆରେ ତୋର କଥା ତୁମେ ବି ନା ଭାବିଥାଉ ବେଙ୍ଗଲୋର ଆମକୁ ହେଲେ ହରେଇଦେବା ବୋଲିକି ହଁ ମୁଇଁ ତ କେବେ ନା 18 ରନ୍ ଅଧିକାର ହେଇକିରି ବି ଏଇଟା କରିଦେବାରଟା କିନି ସେଟା ବହୁତ ଖରାପ ଲାଗଲା ଆରେ ଲିଟରାଲି ରଥ ମତେ ରବୀନ୍ଦ୍ର ଯଦି ରନ ଆଉଟ୍ ନାହିଁ ଥିଲା ଭାବ ସବୁ ରସି ଏଗେନଷ୍ଟ ଗଲା ବଲ୍ ହେଇଟା ତ ତାପରେ ଆମକୁ ମୁଇଁ ତ ନାଇଁ ଭାବି ହାରଲେ ବି 18 ରନ 18 ରନ ଆମକୁ ଜିତାମା ଭାବୁଥିଲା ହଁ ବାକି ସେଟା ବି ହେଇନ ପାରିଲା ବି ବହୁତ ଖରାପ ଲାଗଲା ବେଲେ ଆରେ ଛାଡ ହେଟା ଛାଡି ଦିଅ ସବୁ ଆମେ ବେଶୀ ଭିଡିଓ କେ ଲମ୍ବା ନାଇଁ କେତେ ରନ୍ ହେବା ବୋଲି ଆଶା କରୁଛ ଗୋଟେ ଇନିଂସ ରେ ପହିଲା ଇନିଂସ ରେ କିଏ ବ୍ୟାଟିଂ କଲେ କହୁଛ ତାମାନେ ଧର ସପୋଜ କଥା କହୁଛ ବାଙ୍ଗାଲୋର ବ୍ୟାଟିଂ କରବା ଧର କେତେ ରନ୍ ହେବା ଭାବୁଛ ଫାଷ୍ଟ ବ୍ୟାଟିଂ କିଏ ବି କରୁ ଧର ଆଶା କେତେ କରୁଛ 180 90 180 90 ହୁଁ 180 90 ହେଲେ ଚେସ୍ କରିବା ମୁସ୍କିଲ ହେବା ହୋ ହୁଁ କାହିଁକି ସ୍ପିନିଂ ଟ୍ରାକ୍ ମୁସ୍କିଲ ନା ବୋଲେ ଯଦି ଷ୍ଟାର୍ଟ ଭଲ ଦେଇଦେବେ ଆମର ଯଦି ପାୱାର ପ୍ଲେ ରେ ଷ୍ଟାର୍ଟିଂ ଭଲ ଦେବେ ତ କିଛି ମୁସ୍କିଲ ନାଇଁ ହୁଏ ଆଉ ୱିକେଟ ଯଦି ପଡିଯିବେ ବୋଲେ ପ୍ରୋବ୍ଲେମ ହେଇପାରେ ମେ ବେଲେ ବି ଆଜି ଯଦି ମ୍ୟାଚ ଜିତଲା ହୁଁ ବେଲେ ବି ଆସମୁ ଆମେ ହାରଲେ ବି ଆସମୁ ବାକି ଆମେ ହାରବାର ତ ମତେ ଟିକେ ଏତେ ଆଶା ନାଇଁ ଲାଗବା ଜିତମୁ ନାଇଁ କାହିଁକି ଲାଗାର ମୁଇଁ ଯେହେତୁ ସିଏସକେ ଚେପକରେ ଅଛେ 2008 ରୁ କେବେ ନା ହାରବାର ତାହେଲେ ଚେନ୍ନାଇ ଗୁଟେ କାଲି ହାରିଥିଲା ତାର ଲାଇଫ ରେ ଆଇପିଏଲ ହିଷ୍ଟ୍ରିରେ ଗୋଟେ ମ୍ୟାଚ ଯେନ୍ ହାରିଥିଲା ଚେପକରେ ହାରିଥିଲା ବାକି ସବୁ ହାରିଛେ ଚେନ୍ନାଇ ସ୍ୱାମୀରେ ବେଲେ ଅଲ ଦ ସବସ୍କ୍ରାଇବର ଆଉ ଯେନ୍ ମାନେ ବି ଇନଷ୍ଟାଗ୍ରାମ ରେ ଦେଖୁଛନ୍ କାହ୍ନା ବ୍ଲଗ କେ ଫଲୋ କରନ୍ ଆଉ ଯଦି ମୋର ଚ୍ୟାନେଲ ରେ ଦେଖୁଛନ୍ ବେଲେ ଚ୍ୟାନେଲ କେ ସବସ୍କ୍ରାଇବ କରନ୍ ଆମେ ପ୍ରତି ଆଇପିଏଲ ମ୍ୟାଚ ପରେ ନା କି ଚେନ୍ନାଇରେ ଖାଲି ମ୍ୟାଚରେ ସବୁ ଦିନର ମ୍ୟାଚରେ ଆମେ ଦୁଇ ଜଣ ପାର୍ଟନର ଏଟା କଥା ଲାଗୁ ସେ ସୋନପୁରର ଆମେ ସମ୍ବଲପୁରର ଆମେ ମିଷ୍ଟି ଯେବେ କରୁଛେ ଆମେ ଯେବେ କେନ୍ସି ସାଙ୍ଗ ହେଲୁ ସେଥିର ବାବଦରେ ବି କହିବୁ ଆଉ ନେକ୍ସଟ ବହୁତ କେବେ ବହୁତ ନୂଆ କହିବୁ ହଁ ନୂଆ ନୂଆ ଭିଡିଓ ଇ ଚ୍ୟାନେଲ ରେ ଆସୁଥିବା ତ ସେଥିର ଲାଗି ସବସ୍କ୍ରାଇବ କରିବେ ଜୟ ମା ସମଲେଶ୍ଵରୀ ଜୟ ମା ସୁରେଶ ପତି ଯଦି ଇନଷ୍ଟାଗ୍ରାମ ରେ ଦେଖୁଛନ୍ ଫଲୋ କରବାଟା ବି ନାଇଁ ଭୁଲବେ ହୁଁ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ